ନିଜର ବାସ୍ତବିକ ସ୍ୱରୂପ ଜାଣିବା ହିଁ ଆମର ଜୀବନର ଲକ୍ଷ୍ୟ। ଯାହାକୁ ନ ଜାଣି ଆମ ଜୀବନ ଦୁଃଖପୂର୍ଣ୍ଣ କଷ୍ଟପୂର୍ଣ୍ଣ ଭାବରେ ଆମକୁ ବିତାଇବାକୁ ପଡ଼େ। କିନ୍ତୁ ପ୍ରକୃତରେ ନିଜର ସ୍ୱରୂପକୁ ଜାଣିବା ମାତ୍ରେ ତତ୍କ୍ଷଣାତ୍ ଆମେ ସମସ୍ତ ଦୁଃଖ ଭୟ ସଙ୍କଟ ମୁକ୍ତ ହୋଇ ଧନ୍ୟ ହେଇଯିବୁ। ଆଉ ନିଜର ବାସ୍ତବ ସ୍ୱରୂପକୁ ଜାଣିବା ପାଇଁ ହିଁ ମଣିଷ ଜନ୍ମ ଆମକୁ ପ୍ରାପ୍ତ ହୋଇଛି ବା ଆମେ ମଣିଷ ଜନ୍ମ ଲାଭ କରିଛୁ। ମଣିଷ ଜନ୍ମ ଲାଭ କରିକି ଯଦି ଆମେ ନିଜର ବାସ୍ତବ ସ୍ୱରୂପକୁ ଜାଣିପାରିଲେ ତାହେଲେ ଆମର ମଣିଷ ଜନ୍ମ ବୃଥା ହେଇଗଲା ବୋଲି ବୁଝିବାକୁ। ଗୁରୁଦେବ କହୁଛନ୍ତି ମଣିଷ ଜନ୍ମ ଲାଭ କରି ଯଦି ଜଣେ ନିଜର ସ୍ୱରୂପକୁ ଜାଣିପାରିଲେ ତାହେଲେ ମଣିଷ ଜନ୍ମଟା ବୃଥାରେ ଗଲା। ତେଣୁ ଗୁରୁଙ୍କ ଶରଣ ଯାଇ ଯେତେବେଳେ ଆମେ ଏ କଥାକୁ ବୁଝିବା ଯେ ମଣିଷର ବାସ୍ତବିକ ଧର୍ମ ବା ତାର ଜନ୍ମର ଯେ କିଛି ମୂଳ ଉଦ୍ଦେଶ୍ୟ ରହିଛି ସେ ହେଉଛି ତାର ସ୍ୱରୂପ ବା ତାର ବାସ୍ତବିକ ସ୍ଥିତିକୁ ଅନୁଭବ କରିବା। ତାହା ହିଁ ତା ଜୀବନର ବାସ୍ତବ ଉଦ୍ଦେଶ୍ୟ। ଆଉ ସେ ସ୍ୱରୂପକୁ ଅନୁଭବ କଲା ପରେ ଜୀବନର ବାସ୍ତବିକ ଅର୍ଥକୁ ଆମେ ଲାଭ କରିବା। ନହେଲେ ବର୍ତ୍ତମାନ ଅଜ୍ଞାନରେ ରହିକି ଆମେ ଯାହା ସବୁ ଜୀବନର ଅର୍ଥ ଲଗେଇଛେ, ଜୀବନ ଯାହା ଅର୍ଥ କରୁଛେ ସେଟା ଅର୍ଥ କମ୍ ଅନର୍ଥ ବେଶୀ। ତେଣୁ ଆମ ଜୀବନରେ କୌଣସି ପ୍ରକାର ଆନନ୍ଦ ଭଳିଆ ଜିନିଷର ଚିହ୍ନ ବର୍ଣ୍ଣ ଦେଖିବାକୁ ପାଉଛୁ। ଆନନ୍ଦ ଆମ ପାଇଁ କେବଳ ଗୋଟେ କଳ୍ପନା ମାତ୍ର। ଆଉ ଆମେ ଆନନ୍ଦ ପାଇଁ କେବଳ ଇଏ ବାହ୍ୟ ବିଷୟବସ୍ତୁ ଉପରେ ଆଶ୍ରୟ କରୁ, ଯାହାକି ଆନନ୍ଦ ନୁହେଁ, ଯାହାକି ମନୋରଞ୍ଜନ। ତେଣୁ ଯେଉଁଠି ଯେତେ ମନୋରଞ୍ଜନର ବ୍ୟବସ୍ଥା ଅଛି ବୁଝିବାକୁ ପଡ଼ିବ ସେଠି ସେତେ ଲୋକ ଆନନ୍ଦକୁ ଦୂରେଇ ଯାଇଛି। ଜଣେ ଆନନ୍ଦିତ ବ୍ୟକ୍ତିକୁ ମନୋରଞ୍ଜନର କିଛି ଆବଶ୍ୟକତା ନାହିଁ। ମନୋରଞ୍ଜନ ଅର୍ଥ ଯେଉଁ ଆନନ୍ଦର ଅଭାବ ଆମ ପାଖରେ ରହିଛି ସିଏ ଅଭାବକୁ ପୂର୍ଣ୍ଣ କରିବା ସକାଶେ ଆମେ ମନୋରଞ୍ଜନର ବ୍ୟବସ୍ଥା କରିଥାଉ। କିନ୍ତୁ ମନୋରଞ୍ଜନ ଯେଉଁଟା ରହିଛି ସେ ହେଉଛି ଦୁଃଖର ହିଁ ଗୋଟେ ଆପୋଜିଟ୍, ତାର ହିଁ ଆଉ